କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ମାଙ୍କ ଜନ୍ମ ମାସର ଏହି ଶୁଭ ଅପରାହ୍ନରେ ଅନେକ ଭକ୍ତିପୂତ ପ୍ରଣତି। ମୋ ସହିତ ଯୋଗ ଦେଇଥିବା ମାଙ୍କ ପାଠଶାଳାରେ ମୋର ସମସ୍ତ ଦିବ୍ୟ ଅଭିଷୁ ପରମ ଆତ୍ମୀୟ ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ। ଆମେ ଗତ ଥର ଯୋଉ ସତ୍ୟ ଅଜ୍ଞାନତା ଭିତରୁ କସ୍ମିକ ଇଗ୍ନୋରାନ୍ସ ବିଶ୍ୱଗତ ଅଜ୍ଞତା ସମ୍ପର୍କରେ ଆଲୋଚନା କରୁଥିଲେ, ତାର କିଛି ଅଂଶ ବାକି ରହିଛି। ମୁଁ ସେଇଠୁ ଆରମ୍ଭ କରୁଛି। ପୁଣି ବିଶ୍ୱଗତ ଅଜ୍ଞତା କସ୍ମିକ ଇଗ୍ନୋରାନ୍ସ କୌଣସି ଅପଦେବତାର ଇଙ୍ଗିତରେ ଆମ ମଧ୍ୟରେ ଅଜ୍ଞାନତାର ଅନ୍ଧକାର ବ୍ୟାପ୍ତ ହୋଇ ରହିଛି। ଏ ଅଜ୍ଞାନତା ଆମ ଜଡ଼ ଶରୀରରେ, ଉଦଣ୍ଡ ପ୍ରାଣସତ୍ତାରେ ଏବଂ ନିର୍ಬೋଧ ମନଭୂମିରେ କ୍ରିୟାଶୀଳ ହୋଇ ବିଶାଳ ବିଶ୍ୱ ବିଜ୍ଞାନରୁ ଆମକୁ ବଞ୍ଚିତ କରିଛି। ଏ ବିଶାଳ ବିଶ୍ୱର ଯୋଉ ବିଜ୍ଞାନ ରହିଛି, ଯୋଉ ଜ୍ଞାନ ରହିଛି, ଆମେ ସେଥିରୁ ବଞ୍ଚିତ। କାରଣ ଆମ ମନ ପ୍ରାଣ ସତ୍ତା ଏଥିପାଇଁ ପ୍ରସ୍ତୁତ ହେଇନାହାନ୍ତି। এই ଅଜ୍ଞତା ଓ ଅଜ୍ଞାନତା ସହିତ ସଂଘର୍ଷରେ ମଣିଷକୁ ଉପନୀତ ହେବାକୁ ପଡିବ। ପ୍ରଥମେ ଆମ ସ୍ଥୂଳ ଭୌତିକ ଶରୀରଟି ଯାହା ବାହାରକୁ ପ୍ରୋଜେକ୍ଟେଡ ହେଇଛି, ବାହାରକୁ ଦେଖାଯାଉଛି, ତାକୁ ମଧ୍ୟ ଏ ଯୁଦ୍ଧରେ ଅଂଶଗ୍ରହଣ କରିବାକୁ ପଡିବ। ସେ ପ୍ରଥମେ ହିଁ ଏ ସଂଘର୍ଷରେ ଉପନୀତ ହବ। ଯୋଉ ଦେହଟି ଆମକୁ ଦିଆଯାଇଛି, ଯୋଉଟା ବାହାର ସତ୍ତା, ଏ ଅଜ୍ଞାନତା ସହିତ ସଂଘର୍ଷରେ ତାର ପ୍ରଥମ ଭୂମିକା ରହିଛି। ସେ ଉପନୀତ ହବ। ତେଣୁ ତାକୁ ସାମର୍ଥ୍ୟବାନ ଓ ଶକ୍ତିଶାଳୀ କରିବାକୁ ପଡିବ। ଯୁଦ୍ଧରେ ଅଂଶଗ୍ରହଣ କଲା ଭଳି ସାମର୍ଥ୍ୟ ତାକୁ ମିଳିବା ଦରକାର। A power greater than that of evil can alone win the victory. It is not a crucified but a glorified body that will save the world. ଶରୀର ସମ୍ପର୍କରେ ମା କହୁଛନ୍ତି, A power greater than that of evil can alone win the victory. ଅଜ୍ଞାନତା ବିପକ୍ଷରେ ଯୋଉ ସଂଗ୍ରାମରେ ବିଜୟ ଲାଭ କିଏ କରିବ? It is not a crucified but a glorified body that will save the world. ଅପଶକ୍ତି ଅପେକ୍ଷା ଆଉ ଏକ ବୃହତ୍ତର ଶକ୍ତି ହିଁ କେବଳ ବିଜୟ ଲାଭ ନିମନ୍ତେ ସମର୍ଥ ହେବ। ଏକ କୃଶବିଦ୍ଧ ଶରୀର ନୁହେଁ, ଏକ ମହିମାନ୍ୱିତ ଶରୀର ହିଁ ଜଗତକୁ ରକ୍ଷା କରିବ। ମହିମାନ୍ୱିତ ଶରୀର। ଆମେ ଆମ ଶରୀରଟିକୁ ଗୋଟେ ଜଡ଼ ପିଣ୍ଡ ବୋଲି ଭାବୁ, ଅବହେଳା କରୁ। କିନ୍ତୁ ଆମ କଳେବରଟି ମହିମାମୟ। ଏହା ଏକ ହୀନ ମୃତ୍ତିକା ପିତୁଳା ନୁହେଁ, କେବଳ ମହିମାମୟ ଏ ଶରୀର। ନର ଦେହ ହୀନ ପିତୁଳା ନୁହେଁ, ମହାଚେତନାର ଅଂଶ। ବିକାଶ ପାଇଁକି ଜୀବନ ଧରେ ସେ, ନାରାୟଣ ଯାର ଜୀବନ ରସ। ମଣିଷର ଶରୀର ଗୋଟେ ହୀନ ମୃତ୍ତିକାର ପିତୁଳା ନୁହେଁ, ଯୋଉଠି ମହାଚେତନାର ଅଂଶ ଏବଂ ସେତିକି ଆସିଛି ବିକଶିତ ହେବା ପାଇଁ। ଆଉ ତାର ଜୀବନ ରସ ହଉଛନ୍ତି ସ୍ୱୟଂ ପରମ। ବ୍ୟକ୍ତି ଯେତେବେଳେ ଏହି ଆତ୍ମଜ୍ଞାନ ମଧ୍ୟକୁ ପ୍ରବେଶ କରେ, ବିଶ୍ୱ ଅଜ୍ଞାନତାରୁ ମୁକ୍ତ ହେବାର ପ୍ରଥମ ଅର୍ଗଳି ଫିଟେ। ଯେତେବେଳେ ସେ ଜାଣେ ଏ ଶରୀର କେବଳ ଭସ୍ମୀଭୂତ ହେବାକୁ ଆସିନାହିଁ, ତାର କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଗୌରବମୟ ଏ ଶରୀର। ଏହି ଜ୍ଞାନ ଯେତେବେଳେ ଆସିବ, ଅଜ୍ଞାନତାର ପ୍ରଥମ ଅର୍ଗଳିଟି ଫିଟିଯିବ। ଆମେ ଅଦ୍ୟାବଧି ମୌଳିକ ଅଜ୍ଞାନତା ଏବଂ ବିଶ୍ୱଗତ ଅଜ୍ଞାନତା ସମ୍ପର୍କରେ ସାମାନ୍ୟ କଥନ ମଧ୍ୟରେ ରହିଛେ। ସମ୍ପୂର୍ଣ୍ଣ ଜ୍ଞାନ ଆମର ନାହିଁ।
ବିଶ୍ୱବ୍ୟାପ୍ତ ଅଜ୍ଞାନତା ଏତେ ବିଶାଳ ଯେ ତାକୁ ପ୍ରତିହତ କରିବା ପାଇଁ ବିପୁଳ ବିଶ୍ୱ ଜ୍ଞାନର ଅତଳ ମହାସାଗର ମଧ୍ୟରୁ ଆମକୁ ଜ୍ଞାନଗନ୍ତା ଘରରୁ ମଣିରତ୍ନ ସଂଗ୍ରହ କରିବା ପ୍ରୟାସ କରିବାକୁ ପଡିବ ଏବଂ ସେ ପ୍ରୟାସ ନିରବଚ୍ଛିନ୍ନ ହେବା ଆବଶ୍ୟକ। ଏ ବିପୁଳ ବିଶ୍ୱ ହଉଛି ଜ୍ଞାନର ଗନ୍ତାଘର। ତାର ଅଭ୍ୟନ୍ତରକୁ ଆମକୁ ପ୍ରବେଶ କରିବାକୁ ପଡିବ, ଅର୍ଥାତ୍ ବିଶ୍ୱ ଜ୍ଞାନ ଆମର ହେବା ଦରକାର। ପ୍ରଜ୍ଞା ପୁରୁଷ ଶ୍ରୀ ଅରବିନ୍ଦ ପ୍ରଥମେ ଘନ ଅନ୍ଧକାରାଚ୍ଛନ୍ନ ସପ୍ତ ଅଜ୍ଞାନ ମାର୍ଗ ଆମ ଆଗରେ ଉପସ୍ଥାପନ କରିବା ତାତ୍ପର୍ଯ୍ୟଟି କଣ? କାହିଁକି ପ୍ରଭୁ ଆମ ଆଗରେ ଘନ ଅନ୍ଧକାରରେ ଆଚ୍ଛନ୍ନ ଏହି 7ଟି ଅଜ୍ଞାନତାର ମାର୍ଗ ଉପସ୍ଥାପନ କରିଛନ୍ତି? ଅନ୍ଧକାରରେ ଅଭ୍ୟସ୍ତ ନହେଲେ ଆଖି ଉଜ୍ଜଳ ଆଲୋକକୁ ସହ୍ୟ କରିପାରେ ନାହିଁ। ଆଖି ପ୍ରଥମେ ଜ୍ଞାନର ସେ ଉଜ୍ଜଳ ଆଲୋକକୁ ସହିପାରିବନି ଯଦି ସେ ଅନ୍ଧକାରରେ ଅଭ୍ୟସ୍ତ ନ ହୁଏ। ଅନ୍ଧକାରାଚ୍ଛନ୍ନ ସୁଡ଼ଙ୍ଗର ପ୍ରାନ୍ତ ଭାଗରେ ହିଁ ଜ୍ଞାନର ମଶାଲ ଜଳୁଛି। ତେଣୁ ଅନ୍ଧକାର ଭିତର ଦେଇ ହିଁ ଆଲୋକର ସନ୍ଧାନ କରିବାକୁ ହୁଏ। ଅନ୍ଧକାରର ପ୍ରଗାଢ଼ତାକୁ ପ୍ରଥମେ ମାପିବାକୁ ହୁଏ। ସେ ଅନ୍ଧକାର କେତେ ଗାଢ଼, କେତେ ପ୍ରଗାଢ଼। ପ୍ରଭୁ ତ ନିଜେ କହିଛନ୍ତି, ଅନ୍ଧକାରାଚ୍ଛନ୍ନ ନରକର ପଥ ଅତିକ୍ରମ ନ କଲା ପର୍ଯ୍ୟନ୍ତ ସ୍ୱର୍ଗର ବିପୁଳ ଆଲୋକ ରାଜ୍ୟର ଆଭାସ ଆମକୁ ମିଳିପାରିବ ନାହିଁ। ବିଶ୍ୱଗତ ଅଜ୍ଞତା ପୃଷ୍ଠଭୂମିରେ ରହିଛି ବିଶ୍ୱ ପୁରୁଷଙ୍କୁ ଉପଲବ୍ଧି କରିବାର ଅକ୍ଷମତା। ବିଶ୍ୱଗତ ଅଜ୍ଞତାର ଅନ୍ତର୍ଭୁକ୍ତ କଣ? ଏ ବିଶ୍ୱାଧାର ଯିଏ ବିଶ୍ୱକୁ ଧାରଣ କରିଛନ୍ତି, ବିଶ୍ୱ ପୁରୁଷ, ତାଙ୍କୁ ଆମେ ଉପଲବ୍ଧି କରିନାହୁଁ। ବ୍ରହ୍ମଦର୍ଶୀ ପ୍ରଜ୍ଞା ପୁରୁଷ ଆମର ବୈଦିକ ଆର୍ଯ୍ୟ ଋଷିଗଣ ତାଙ୍କର ଆନ୍ତର୍ଦୃଷ୍ଟିରେ ନିଜ ଅନ୍ତର ସତ୍ତାରେ ତାଙ୍କୁ ଦର୍ଶନ କରି ପ୍ରକାଶ କରିଛନ୍ତି। ଆମର ବୈଦିକ ଆର୍ଯ୍ୟ ଋଷି ଯୋଉମାନେ ଦିବ୍ୟ ଜ୍ଞାନର ଦୃଷ୍ଟିରେ ତାଙ୍କର ଆନ୍ତର୍ଦୃଷ୍ଟିରେ ନିଜ ଅନ୍ତର ଭିତରକୁ ପ୍ରବେଶ କରିଛନ୍ତି, ସେଇ ବିଶ୍ୱ ପୁରୁଷଙ୍କୁ ସେଠି ସେ ପ୍ରଥମେ ଆବିଷ୍କାର କରିଛନ୍ତି ଏବଂ କେଉଁ ରୂପରେ ଦର୍ଶନ କରିଛନ୍ତି? ଶାନ୍ତାକାରଂ ଭୁଜଗ ଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳ ନୟନಂ ଯୋଗୀର୍ଭି ଧ୍ୟାନ ଗମ୍ୟಂ। ଏଇଭଳି ଭାବରେ ତାଙ୍କୁ ସେ ଦର୍ଶନ କରିଛନ୍ତି। ବନ୍ଦେ ବିଷ୍ଣୁ ଭବଭୟହରଂ ସର୍ବଲୋକୈକନାଥଂ। ଅତଏବ ତାଙ୍କୁ ଜ୍ଞାନରେ ନୁହେଁ, ବିଜ୍ଞାନରେ ନୁହେଁ କି ପ୍ରଜ୍ଞାନରେ ନୁହେଁ, କେବଳ ଧ୍ୟାନରେ ହିଁ ଧରି ହୁଏ। ସେଇ ପରମ ବିଶ୍ୱ ପୁରୁଷଙ୍କୁ ଜ୍ଞାନରେ କେହି ବୁଝିପାରେ ନା। ବିଜ୍ଞାନ ପ୍ରଜ୍ଞାନର ସମସ୍ତ ଶକ୍ତି ସେଠି ହାର ମାନେ କେବଳ ଭକ୍ତି ଏବଂ ଧ୍ୟାନ ମାର୍ଗରେ ସେ ପ୍ରାପ୍ତ ହୁଅନ୍ତି। ଆମ ସ୍ଥୂଳ ଚେତନାର ଅଭ୍ୟନ୍ତରକୁ ପ୍ରବେଶ କରିବାର ସାମର୍ଥ୍ୟ ପ୍ରାପ୍ତ ହେଲେ ଆମେ ସେହି ବିଶ୍ୱ ସ୍ରଷ୍ଟା ବିଶ୍ୱ ଦ୍ରଷ୍ଟାଙ୍କୁ ଦର୍ଶନ କରିପାରିବା। ଯଦି ଆମେ ଆମ ନିଜ ଭିତରକୁ ପ୍ରବେଶ କରିପାରିବା, ଅଭ୍ୟନ୍ତରକୁ, ସେ ଆଭ୍ୟନ୍ତରୀଣ ଚେତନାରେ ପ୍ରତିଭାତ ହେଉଥିବା ସେହି ବିଶ୍ୱ ସ୍ରଷ୍ଟା ବିଶ୍ୱ ଦ୍ରଷ୍ଟାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିବ। ସେଥିପାଇଁ ମାଙ୍କ ଉକ୍ତି ଉପରେ ଆମେ ଧ୍ୟାନ ଦେବା। It is always good to look within oneself from time to time and see that one is nothing and can do nothing, but afterwards one must turn one's eyes to thee, knowing that thou art all and thou canst do all. ମଝିରେ ମଝିରେ ନିଜ ଭିତରକୁ ଦୃଷ୍ଟିପାତ କରି ଦେଖିବା ଉତ୍ତମ ଯେ ଆମେ ନିଜେ କିଛି ନୁହଁ, କିଛି ବି କରିପାରିବୁ ନାହିଁ। ପର ମୁହୂର୍ତ୍ତରେ ତୋ ଆଡକୁ ଦୃଷ୍ଟି ଫେରାଇବାକୁ ହେବ ଯେ ତୁ ହିଁ ସବୁ କିଛି ଓ ତୁ ସବୁ କିଛି କରିପାରୁ। ଇଏ ହଉଛି ମାଙ୍କର ଗୋଟେ ଉକ୍ତି। ଶ୍ରୀ ଅରବିନ୍ଦ ତାଙ୍କର
because thou art ଗୋଟେ କବିତା ଲେଖିଛନ୍ତି because thou art ଏହି ଶୀର୍ଷକରେ ଗୋଟେ ସନେଟ୍ ତାଙ୍କ ରହସ୍ୟମୟ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରୁଛନ୍ତି ପ୍ରଭୁଙ୍କର ରହସ୍ୟମୟ ସ୍ଥିତି ଅବଶ୍ୟ କବିତାଟି thou art କବିତାଟି ଏଇ ପଦରେ ପ୍ରାଣକୁ ସେ ଉପସ୍ଥାପିତ କରିଛନ୍ତି କିନ୍ତୁ ସେ ପ୍ରାଣ ହେଉଛି ଭଗବାନଙ୍କର ପ୍ରତୀକ ସେଇଭଳି ଭାବରେ ସେ ଉପସ୍ଥାପନ କରିଛନ୍ତି କାରଣ ଶ୍ରୀ ଅରବିନ୍ଦ କହିଛନ୍ତି ଲାଇଫ୍ ଇଜ ଗଡ୍ ପ୍ରାଣ ହିଁ ଭଗବାନ ଜୀବନ ହିଁ ଈଶ୍ୱର ସେଥିରେ ସେ ଉଲ୍ଲେଖ କରିଛନ୍ତି behind all eyes I meet thy secret gaze and in each voice I hear thy magic tune thy sweetness haunts my heart through nature's ways nowhere it beats now from thy snare immune तार ओडिया कवितार रूपांतरटी होउची निखिल नयन अंतराळे तुम गोपन चाहणी भेटे निखिल नयन अंतराळे तुम गोपन चाहणी भेटे शुणे मु तुमर कुहुक रागिणी निखिल कंठ तटे छुटी आसे तुम माधुर्य मदिरा नित्य प्रकृतिर पथे तुम प्रेम पास एडिता स्पंदित हुए नहीं अन्य साथे परमंकर उपलब्धि करुछन्ति श्री अरविंद निखिल नयन अंतराळे तुम गोपन चाहणी भेटे ये तो विश्वात्मक भावना विश्व प्रत्येक जीवंकर आखिर कटाक्षरे से भगवान कटाक्ष को अनुभव करुछन्ति एवं शुणे मु तुम कुहुक रागिणी निखिल कंठ तटे निखिल विश्वर प्राणी मानकर कंठस्वर रे भगवान स्वर अनुरणित होची बोली से उपलब्धि करिसंती ये होची विश्वात्मक भावना पुनश्च कहउचंदी because thou art all beauty and all bliss my soul blind and enamored and for thee it bears thy mystic touch in all that is and thrills with the burden of the ecstasy तुमे अटजनु सकल सुषमा अखिल आनंद दायी तुमे अटजनु सकल सुषमा अखिल आनंद दायी अंध मोहित आत्ममो आकुल तुम दर्शन पाई धरी रखिछि से अतीन्द्रिय तुम परसकु सबु थिरे आबर हुई पुलकित सही उल्लास गुरु भारे तुमे अटजनु सकल सुषमा अखिल आनंद दायी अंध मोहित आत्म आकुल तुम दर्शन पाई धरी रखिछि से अतीन्द्रिय तुम परसकु सबुथिरे आबर हुई पुलकित सही उल्लास गुरु भारे It loves thy body in all living things. Thy joy is there in every leaf and stone. The moments bring thee on their fiery wings. Sights endless, artistry in thou alone. भल पाए तुम देह को से सबु प्राणवंत दर बरे भल पाए तुम देह को से सबु प्राणवंत धर बरे भरी अछि तुम प्रफुल्लता प्रति पाषाण ओ पल्लवरे अग्निमय तांक डेणा परे बही आनंती मुहूर्त मान तुमको केवल तुमे ही दृष्टिर चारु कला अंतहीन तुमको केवल तुमे ही दृष्टिर चारु कला अंतहीन भल पाए तुम देह को से सबु प्राणवंत दरबरे प्रभु कहउचंदी भगवान को से उपलब्धि करूचंदी समस्त जीवंत सत्तारे पुनश्च भरी अछ तुम प्रफुल्लता प्रति पाषाण ओ पल्लवरे प्रभुंकर प्रफुल्लतार स्पर्श प्रति पाषाण ओ पल्लवरे रहिछि अग्निमय तांकर जो डेणा सेतिरे से बही आणुचंदी समय सब मुहूर्त मानंकु
କେବଳ ତୁମେ ହିଁ ଦୃଷ୍ଟିର ଚାରୁକଳା ଅନ୍ତହୀନ, ତୁମେ ହିଁ ହେଉଛ ସୌନ୍ଦର୍ଯ୍ୟର ଅନ୍ତହୀନ ସୌନ୍ଦର୍ଯ୍ୟ। ଅତଏବ ସେଇ ବିଶ୍ୱାଧାର ବିଶ୍ୱବ୍ୟାପ୍ତ ପରମ ଚେତନାଙ୍କର ସଂଗୁପ୍ତ ଅବସ୍ଥାନକୁ ଆବିଷ୍କାର କରିବା ପାଇଁ ଯେଉଁ ଅନ୍ତର୍ଦୃଷ୍ଟି ଆବଶ୍ୟକ ତାହା ଆମକୁ ପ୍ରାପ୍ତ ହୋଇନାହିଁ ବୋଲି ଆମେ ଏଭଳି ବିଶ୍ୱଗତ ଅଜ୍ଞତାର ଅନ୍ଧକାରରେ ଆବଦ୍ଧ ହୋଇ ରହିଛୁ। କଣ ମିଳିନି ଆମକୁ? ଆମକୁ ସେଇ ଚେତନାଟି ମିଳିନି, ସେଇ ଦୃଷ୍ଟିଟି ମିଳିନି। ତାଙ୍କୁ ଆବିଷ୍କାର କରିବା ଯୋଉ ଅନ୍ତର୍ଦୃଷ୍ଟି ଦରକାର ତାହା ଆମକୁ ପ୍ରାପ୍ତ ହୋଇନାହିଁ। ସେଇଥିପାଇଁ ଆମେ ବିଶ୍ୱଗତ ଅଜ୍ଞତାର ଅନ୍ଧକାରାଗାରରେ ଆବଦ୍ଧ ହେଇକି ରହିଛୁ। କେବଳ ଦିବ୍ୟ ଦ୍ରଷ୍ଟା ଶ୍ରୀ ଅରବିନ୍ଦ ହିଁ ତାଙ୍କ ଉପସ୍ଥିତି ପ୍ରତି ସଜ୍ଞାନ ହୋଇ ଉଠିବାର ମାର୍ଗ ଦର୍ଶାଇଛନ୍ତି। କେମିତି ତାଙ୍କ ଉପସ୍ଥିତି ପ୍ରତି ଆମେ ସଜ୍ଞାନ ହେଇ ଉଠିବା ସେଇ ବାଟ ପ୍ରଭୁ ଦେଖାଉଛନ୍ତି। ସେଇ ପରମ ଚେତନ ଶକ୍ତି ସୃଷ୍ଟିର ସଂରକ୍ଷଣ ଓ ତତ୍ତ୍ୱାବଧାନରେ ନିରତ ରତ ଅଛନ୍ତି। ପରମ ଚେତନ ଶକ୍ତି, ସେଇ ବ୍ରହ୍ମ ଶକ୍ତି, ଭଗବାନଙ୍କର ଶକ୍ତି ଏ ସୃଷ୍ଟିକୁ ରକ୍ଷା କରୁଛି, ତାର ତତ୍ତ୍ୱାବଧାନ କରୁଛି। ଆମ ଭିତରେ ଯେତେ ଦିନ ପର୍ଯ୍ୟନ୍ତ ଆଧାରଭୂତ ଅଜ୍ଞାନତା ଥିବ, ଆଧାରଭୂତ ଅଜ୍ଞାନତା ଅର୍ଥ ହଉଛି ଆମ ଆଧାରରେ ଯେପର୍ଯ୍ୟନ୍ତ ଅଜ୍ଞାନ ବାସ କରିକି ରହିଥିବ ସେତେ ଦିନ ଯାଏ ଆମର ଅହଂଟି ବଞ୍ଚି ରହିଥିବ। ଅହଂଟି ବଞ୍ଚି ରହିବ ଅଜ୍ଞାନତା ଲୋପ ନହେଲା ପର୍ଯ୍ୟନ୍ତ। କାରଣ ଅଜ୍ଞାନତା ହିଁ ଅହଂର ଜନନୀ। ଅଜ୍ଞାନତାରୁ ହିଁ ଆମେ ଅହଙ୍କାରର ବଶବର୍ତ୍ତୀ ହେଇକି ରହିଛୁ। ଆମ ପ୍ରତ୍ୟେକଙ୍କ ଭିତରେ ଯେତେ ପ୍ରକାର ଅହଙ୍କାର ଅଛି, ଶାରୀରିକ, ପ୍ରାଣିକ, ମାନସିକ, ଆଧ୍ୟାତ୍ମିକ ଅହଙ୍କାର ପର୍ଯ୍ୟନ୍ତ, ଧାର୍ମିକ ଅହଙ୍କାର, ନୈତିକ ଅହଙ୍କାର ଇତ୍ୟାଦି, ଏଗୁଡିକ ସବୁ କାହା ପ୍ରସୂତ? ଅଜ୍ଞାନ ପ୍ରସୂତ। ଅଜ୍ଞାନରୁ ଜାତ ହେଇଛି ଏଗୁଡିକ। ଯେତେବେଳେ ଆମେ ଅହଂ ମୁକ୍ତ ହୋଇ ସଜ୍ଞାନ ବା ଚେତନଶୀଳ ହେଇ ଉଠିବା ସେତେବେଳେ ଶାଶ୍ୱତ ଶକ୍ତିର ସ୍ପନ୍ଦନ ଯାହା ସମଗ୍ର ବିଶ୍ୱକୁ ସ୍ପନ୍ଦିତ କରୁଛି ତା ସହ ଆମର ସମ୍ପର୍କ ସ୍ଥାପିତ ହେବ। ଅଜ୍ଞାନତାରୁ ମୁକ୍ତ ହେଲେ କଣ ହବ? ଯେଉଁ ଏକଇ ସ୍ପନ୍ଦନ, ଚେତନଶୀଳ ସ୍ପନ୍ଦନ ପ୍ରଭୁଙ୍କର, ଇଏ ସମଗ୍ର ବିଶ୍ୱକୁ ସ୍ପନ୍ଦିତ କରୁଛି, ସେଇ ସ୍ପନ୍ଦନ ସହିତ ଆମେ ଏକାତ୍ମ ହେଇପାରିବା। ଆମ ବ୍ୟକ୍ତିଗତ ଗତି ଓ ବିଶ୍ୱଗତି ମଧ୍ୟରେ ଏକତ୍ବ ଓ ସଂହତି ଦିବ୍ୟ ଜୀବନ ଉପଲବ୍ଧି ପାଇଁ ବିଶେଷ ପ୍ରୟୋଜନ। ଆମର ଯୋଉ ବ୍ୟକ୍ତିଗତ ଗତିବୃତ୍ତି ରହିଛି ବିଶ୍ୱଗତି ଠାରୁ ବିଚ୍ଛିନ୍ନ ହେଇଯାଇଛି, କିନ୍ତୁ ଆମର ଏଇ ଗତି, ବ୍ୟକ୍ତିଗତ ଗତି ବିଶ୍ୱଗତି ମଧ୍ୟରେ ଯେତେବେଳେ ଏକତ୍ବ ଆଉ ସଂଗତି ସ୍ଥାପିତ ହବ ସେତେବେଳେ ଦିବ୍ୟ ଜୀବନ ଉପଲବ୍ଧ ହବ। ଆମ ଜୀବନ ଶୈଳୀରେ ଏହା ଏକୀଭୂତ ହେବା ଆବଶ୍ୟକ। ଆମ ଜୀବନ ଶୈଳୀରେ, ଜୀବନ ଚର୍ଚ୍ଚାରେ, ଦୈନନ୍ଦିନ ଆମେ ଜୀବନ ଯାପନ କରୁଛୁ, ଏଇ ଭାବନା ଆମ ଭିତରେ ସର୍ବଦା ବଞ୍ଚି ରହିବା ଦରକାର। ଏହା ଦ୍ୱାରା ଆମେ ସର୍ବଗତ ସତ୍ୟ ଏବଂ ସର୍ବଶକ୍ତିମାନ ସତ୍ତାର ବଶମ୍ବଦ ହେଇପାରିବା। ସର୍ବଗତ ସତ୍ୟ ସବୁଥାଏ, ଯୋଉ ସତ୍ୟ ନିହିତ ଏବଂ ଯୋଉ ସର୍ବଶକ୍ତିମାନ ଯୋଉ ସତ୍ତା ତା ସମ୍ପର୍କରେ ଆମେ ଜାଣିପାରିବା ଏବଂ ତାଙ୍କର ବଶମ୍ବଦ ହେଇପାରିବା। ସର୍ବମୟ ସଦ୍ବ୍ରହ୍ମ ସହିତ ଆମର ଅହଂ ବ୍ୟକ୍ତିତ୍ୱର ସମ୍ବନ୍ଧ ସ୍ଥାପିତ ହେବ। ଏ ସଦ୍ବ୍ରହ୍ମ, ବିଶ୍ୱବ୍ୟାପ୍ତ ବ୍ରହ୍ମ, ତାଙ୍କ ସହିତ ଆମର ତାଙ୍କଠୁ ବିଚ୍ଛିନ୍ନ ହେଇଥିବା ଅହଙ୍ଗତ ଯୋଉ ବ୍ୟକ୍ତିତ୍ୱ ତାର ଗୋଟେ ସମ୍ବନ୍ଧ ସ୍ଥାପିତ ହେବ। ବିଶ୍ୱାତ୍ମାଙ୍କ ସହିତ ଆମେ ମଧ୍ୟ ବିଶ୍ୱାତ୍ମକ ହୋଇପାରିବା। ଆମେ ସମସ୍ତେ ସେଇ ବିଶ୍ୱ ସ୍ପନ୍ଦନ ଶକ୍ତିର ବିଭୂତି। ଆମେ ଭିନ୍ନ ନୁହଁ, ସେ ବିଶ୍ୱ ସ୍ପନ୍ଦନର ଆମେ ବି ଗୋଟେ ଗୋଟେ ସ୍ପନ୍ଦନ। ଶ୍ଵେତାର ଉପନିଷଦ କହେ, एको देव सर्वभूतेषु गूढ़ सर्वव्यापी सर्वभूतांतरात्मा। ସର୍ବଭୂତରେ ପରମାତ୍ମା ଆତ୍ମା ରୂପରେ ଅବଗୁଣ୍ଠିତ, ଲୁକ୍କାୟିତ ଅର୍ଥାତ୍ ଗୂଢ଼ ସ୍ଥିତିରେ ଅଛନ୍ତି, ଗୋପନ ସ୍ଥିତିରେ ଅଛନ୍ତି। ସର୍ବ ଆତ୍ମା ଭିତରେ ବିଶ୍ୱାତ୍ମା ଅଛନ୍ତି।
ବିଶ୍ୱରେ ବ୍ୟାପୀ ରହିଥିବା ଦୁଃଖ ଯନ୍ତ୍ରଣା ଓ ତଥାକଥିତ ପାପ ବୋଧକୁ ସେ ଦହନ କରିଛନ୍ତି। ଏ ସମଗ୍ର ବିଶ୍ୱରେ ଯୋଉ ବ୍ୟାପୀ ରହିଛି ଦୁଃଖ ଯନ୍ତ୍ରଣା, ଯୋଉ ପାପ ବୋଧ ବା ଅପରାଧ ବୋଧ ମନୋଭାବ, ତାକୁ ସେ ଦହନ କରିଛନ୍ତି। ପ୍ରଭୁଙ୍କ ଭାଷାରେ if then evil and suffering exist, it is he that bears the evil suffering in the creature in whom he has embodied himself। ଯଦି ସେହି ପରମ ଶିବ ଜୀବଭୂତ୍ୱା ହୋଇ ସକଳ ଦୁଃଖ କଷ୍ଟ ପାପ ବହନ କରୁଛନ୍ତି, ତେବେ ସେ ସୁଦୂରର ସମ୍ବେଦନହୀନ ନିର୍ବିକଳ୍ପ ବ୍ରହ୍ମ କେବଳ ନୁହନ୍ତି, ଏକ ସଚେତନ ସ୍ରଷ୍ଟା, ଏକ ସ୍ନେହଶୀଳ ପିତା, ସ୍ୱୟଂ ଯୋଗେଶ୍ୱର ନୀଳକଣ୍ଠ ଶିବ ଜୀବ ଭାଗ୍ୟ ନିହିତ ସମସ୍ତ ନୀଳ ବିଷକୁ ପାନ କରୁଛନ୍ତି, ତାକୁ ଅମୃତ ସନ୍ତାନରେ ପରିଣତ କରିବା ପାଇଁ। ଏ ଜୀବ ମଧ୍ୟରେ ସେଇ ଶିବ ସତ୍ତା ଅଛନ୍ତି, ନୀଳକଣ୍ଠ ଶିବ। ଏ ଜୀବର ସମସ୍ତ ପାପ ବିଷକୁ ସେ ହିଁ ପାନ କରୁଛନ୍ତି, ତାକୁ ନିର୍ବିଷ କରିବା ପାଇଁ, ତାକୁ ପାପମୁକ୍ତ କରିବା ପାଇଁ, ତାକୁ ବିଷମୁକ୍ତ କ୍ଲେବିଷମୁକ୍ତ କରିବା ପାଇଁ। ତେଣୁ ଆସ ଆମେ ସେହି ଋଷିକଣ୍ଠ ନିଃସୃତ କାଳଜୟୀ ବାଣୀକୁ ସ୍ମରଣ କରି ଉଚ୍ଚାରଣ କରିବା, ଶୃଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରା। ଏ ସଂସାରରେ ସମସ୍ତେ ସେଇ ଅମୃତର ହିଁ ସନ୍ତାନ। ଆମକୁ ଏଇ କଥା ଉପଲବ୍ଧି କରିବାକୁ ପଡିବ। ଇଏ ଉପଲବ୍ଧି ଆସିବ ସେତେବେଳେ ଯେତେବେଳେ ଆମେ କସ୍ମିକ ଇଗ୍ନୋରାନ୍ସ ବା ବିଶ୍ୱଗତ ଯୋଉ ଅଜ୍ଞାନତା ଅଛି ସେଥିରୁ ମୁକ୍ତି ଲାଭ କରିବା। ସେତେବେଳେ ଏଇ ଅନୁଭବ ଆସିବ, ଏକ ବିଶ୍ୱାତ୍ମକ ଅନୁଭବ ଆସିବ ଏବଂ ବିଶ୍ୱର ସମସ୍ତେ ଅମୃତର ସନ୍ତାନ ଭଳି ପ୍ରତିଭାତ ହେବେ। ଇ ବିଶ୍ୱଗତ ଅଜ୍ଞାନତାର ଯୋଉ କିଛି ଅଂଶ ବାକି ରହିଥିଲା ତାକୁ ଏଠି ଉପସ୍ଥାପନ କଲି। ଆଉ ମୁଁ ତୃତୀୟ ଅଜ୍ଞାନତା ବିଷୟରେ କହିବାକୁ ଯାଉଛି, ଯୋଉଟା ପୂର୍ଣ୍ଣାଙ୍ଗ ହେଇ ନପାରେ, ପରବର୍ତ୍ତୀ ଷ୍ଟେଜକୁ ରହିବ। ତଥାପି ଆରମ୍ଭ କରୁଛି ଯେହେତୁ ସମୟ ଅଛି। ତୃତୀୟଟି ହଉଛି କନଷ୍ଟିଟ୍ୟୁସନାଲ ଇଗ୍ନୋରାନ୍ସ, ଗଠନଗତ ବା ପ୍ରକୃତିଗତ ଅଜ୍ଞତା। 3ରେ ଆସୁଛି କନଷ୍ଟିଟ୍ୟୁସନାଲ ଇଗ୍ନୋରାନ୍ସ, ଗଠନଗତ ବା ପ୍ରକୃତିଗତ ଅଜ୍ଞତା। It is about unawareness of the self-awareness about the various beings residing inside us, wrong perception about our living, accepting matter as everything, not knowing what really guides us in our journey of life। ଆଉ ଥରେ ପ୍ରଭୁଙ୍କର ଲେଖାଟିକୁ ଆଉ ଥରେ ରିପିଟ୍ କରିବା। It is about, ଯୋଉଟା ହଉଛି କନଷ୍ଟିଟ୍ୟୁସନାଲ ଇଗ୍ନୋରାନ୍ସ, ତା ସମ୍ବନ୍ଧରେ କହୁଛନ୍ତି ପ୍ରଭୁ। It is about unawareness of the self-unawareness about the various beings residing inside us, wrong perception about our living, accepting matter as everything, not knowing what really guides us in our journey of life। ଏହା ଏକ ଆତ୍ମଗତ ବା ପ୍ରକୃତିଗତ ଅଜ୍ଞତା। ଏହାର ଅନ୍ୟ ନାମ ଗଠନଗତ ଅଜ୍ଞତା। ଏଇ ଅଜ୍ଞତାର କାରଣ ନିଜ ସମ୍ପର୍କରେ ସଚେତନତାର ଅଭାବ। ନିଜ ବିଷୟରେ ଆମେ ଜାଣିନୁ, ନିଜକୁ ଅଧ୍ୟୟନ କରିନୁ କି ପଢିନୁ। ତେଣୁ ଏଇଟା ହଉଛି ନିଜ ସମ୍ପର୍କରେ ଅଜ୍ଞାନତାର ଇଏ ହଉଛି କାରଣ। ଆମର ଏଇ ଏକକ ବ୍ୟକ୍ତି ରୂପର ଅନ୍ତରାଳରେ ରହିଥିବା ଅନ୍ୟାନ୍ୟ ସତ୍ତା ମାନଙ୍କ ସମ୍ପର୍କରେ ଆମେ କିଛି ଜାଣିନାହୁଁ। ବାହାରକୁ ଜଣେ ଭଳି ଦେଖାଯାଉଛୁ ଆମେ ସିନା, ଆମେ କିନ୍ତୁ ଏକକ ବ୍ୟକ୍ତି ସତ୍ତା ନୁହେଁ। କେତେ ଜଣ ରହିଛନ୍ତି ଆମ ଭିତରେ। ଏଇ ଏକକ ବ୍ୟକ୍ତି ସତ୍ତା ଅନ୍ତରାଳରେ ଆଉ ଯୋଉ ଅନ୍ୟାନ୍ୟ ସତ୍ତା ଅଛନ୍ତି ସେ ସମ୍ପର୍କରେ ଆମେ କିଛି ଜାଣିନୁ କିମ୍ବା ଜାଣିବାର ପ୍ରୟାସ ମଧ୍ୟ କରିନୁ। ଆମର ଏଇ ପ୍ରତୀୟମାନ ବା ପ୍ରାତିଭାସିତ ରୂପଟିକୁ ନେଇ ଆମେ ଅଧିକାଂଶ ଦେହ ସର୍ବସ୍ୱ ହିଁ ବଞ୍ଚିଛୁ।
प्रतिभाषित माने जो रूपटी प्रतिभात होउछि बाहर को जीवन धारण संपर्क रे हमर धारणा मध्य भ्रमात्मक आमे जीवन जीवार कला शिखिनु कि जीवन जीवार विज्ञान संपर्क रे किछि जानि नाहु जीवन जीवार कला और विज्ञान संपर्क रे आमे अज्ञ वस्तु सर्वस्व जीवन वस्तु निर्भर होइकी रहिछि ए पर्यंत आमे होछु वस्तु सर्वस्व हमर ए वस्तु सर्वस्व जीवन वस्तु निर्भर होइकी रहिछि वस्तु ऊपर ही निर्भर करूछि मैटेरियलिस्टिक लाइफ हमरा आमे जीवन को तार यथार्थ वास्तव रूप रे न देखि देखिछु मैटेरियलिस्टिक एंगल ऑफ व्यू अर्थात वस्तुवादर दृष्टिकोण रे आम जीवन रे वस्तु ही मुख्य जड़ शरीर धारण करिछु मन प्राण रे मध्य सेही जड़ता रहिछि एवं ए सृष्टिर जड़ वस्तु प्रति हमर अधिक आकर्षण आउ से जड़ वस्तु होचंदी धन संपत्ति सुना रूपा अन्यान्य भौतिक पदार्थ सब जहा को संग्रह करिबारे हमर जीवन काल बीती जाउछि तेणु आमे वस्तु निर्भर होइकी रहिछु आमे जानिनु ए शरीर किपरि गठित होला कहा माध्यम रे प्रकाश पाइला आकु किए गढ़िला कहा जोगु ए सृष्टि रे प्रकाश पाइछे शरीर आमे जानिछु बापा मां जोगु मातृगर्भ रे आसिला प्रकृति रे रहस्य सेया नो आमे जानिनु हम शरीर विषय रे से केमति गढ़ा आइछि आ केमिति प्रकाश पाइछि विश्व जगत रे जननी जठर रे किए हाकु गढ़िला आ किए ताकु रूप देला मातृगर्भ रे मां ताकु गढ़ी नाही एई मां मानुषी मां मातृगर्भ रे मां रो जठर रे ताकु आउ केही जने रूप देइछि गढ़ीछि किपरि गठन कला आमे ताकु जानि नाहु मोटा मोटी कहिबाबु गले हमर जीवन जिज्ञासार अभाव रहिछि जीवन जिज्ञासा जीवन विषय हम प्रश्न करिनु ये जगत को आमको किए कहीं किए आनिला जीवन यात्रा पथरे किए मार्गदर्शन करूछंती विश्व रंगमंच रे ए जीवन नाटकर से अदृश्य निर्देशक किए केई जने कहिथिले द वर्ल्ड इज अ स्टेज लाइफ इज ए ड्रामा मैन इज एन एक्टर द गॉड इज द डायरेक्टर मातृगर्भ रे प्रकृत रे आमको जे घड़ीचंदी से होचंदी महासरस्वती निर्माण होची जहांकर काम से सब किछि को माठी मुठी निर्माण करंती मातृगर्भ रे सी आम शरीर को रूप देई ए जगत को प्रेरण करथिले आत्म आविष्कार पई आमे समग्र विश्व आविष्कार कलु आत्म आविष्कार को भूली जाई तेणु से अदृश्य एवं विश्व को आसिला परे आम जीवन को जे परिचालना करूछनी डायरेक्टर भाव रे तांको आमे देखिनु ये समग्र विश्व होचे एक विशाल रंगमंच जीवन एठी होचे एक नाटक मनुष्य होचे नाटकर जने सफल अभिनेता भगवान होचनी तार डायरेक्टर निर्देशक जीवन नाटकर प्रच्छद पटरे थिबा सेही अदृश्य नटी जनक भगवान बोली आमे केवल सुनिछु से होचनी सूत्रधर जीवनर शास्त्र पुराण रु किछि जानिबा को केवल पाइछु मात्र तांकर वास्तव परिचय संपर्क रे हमकु यथार्थ बा हमर यथार्थ आ यथेष्ट ज्ञान नाही तांकर वास्तव परिचय हमें पर्यंत प्राप्त करि नाहु वास्तव ज्ञान नाही तांक संपर्क रे केवल पपेट भଳି हमें डांस करूछु कंढेई नाच सूत्रधर होइचंती कोठी ना पर्दा अंतराल रे सूता धरी नचौचंती जेन कंढेई माने नाचंती पेंडाल उपरे ये विश्व पेंडाल ले से अदृश्य नटी कौनसी ना कौनसी सूत्र रे हमकु धारण करिसंती एवं नचौचंती मूर्तिकार छांचरे माटी लेसी मूर्ति गढ़िला भଳି से हमर अस्थि पिंजरा उपरे मांस पिंड थापी ए पिंडती गढ़िसंती ना एहार अभ्यंतर रे आउ किछि अछि जणे मूर्तिकार केमती मूर्ति तैयारी करे ना गोटे छांच तैयारी करे से माटी लेसी दिए एवं मूर्ति गढ़े
ସେମିତି ଆମର ଅସ୍ଥି ପଞ୍ଜରା ଛାଞ୍ଚ ଉପରେ ମାଂସପିଣ୍ଡ ଥାପି ଏଇ ପିଣ୍ଡଟି ସେ ଗଢିଛନ୍ତି। ଖାଲି ପିଣ୍ଡଟି ନା ଏହାର ଅଭ୍ୟନ୍ତରରେ ଆଉ କିଛି ଅଛି? ବାହାରକୁ ଏକକ ବ୍ୟକ୍ତି ରୂପେ ଧାରଣ କରିଥିଲେ ମଧ୍ୟ ଆମ ମଧ୍ୟରେ ଚାରୋଟି ଭିନ୍ନ ଭିନ୍ନ ସତ୍ତାକୁ ଗୋଟିଏ କଳେବର ମଧ୍ୟରେ ଆମେ ଧରି ରଖିଛୁ। ବାହାରକୁ ଆମେ ନିଜକୁ ନିଜେ ଜଣେ ବୋଲି ଭାବୁଛୁ, କିନ୍ତୁ ଆମ ଭିତରେ 4 ଜଣଙ୍କୁ ଆମେ ଧରିଛୁ। ସେଇ ସମ୍ପର୍କରେ ଆମେ ସଚେତନ ହୋଇନାହୁଁ। ସେ 4ଟି ଉପାଦାନ ହେଉଛନ୍ତି ଦେହ, ପ୍ରାଣ, ମନ ଓ ଆତ୍ମା। ଯୋଉମାନେ ମାର୍କ୍ସ ସାହିତ୍ୟ ପଢିଲେଣି ସେମାନେ ଜାଣିଲେଣି, ଅବଶ୍ୟ ଜାଣିଲେଣି ଯେ 4ଟା ସତ୍ତା ଆମର ଅଛି। କିନ୍ତୁ ସେ ସତ୍ତା ମାନଙ୍କର ପ୍ରକୃତି, ଗତି, ବୃତ୍ତି ଏବଂ ସେ ସତ୍ତା ମାନଙ୍କର ରୂପାନ୍ତର କିଭଳି ହେବ ସେ ବିଷୟରେ ଆମେ ଅଧ୍ୟୟନ କରୁଛେ, କେବଳ ପଢିକି ରଖିଛେ, ପ୍ରାକ୍ଟିକାଲ କରିନାହୁଁ, ବଦଳାଇବାକୁ ଚେଷ୍ଟା କରିନାହୁଁ। ଅଧିକ ପରିମାଣରେ ଆମେ ଦେହକୁ ନେଇ ବଞ୍ଚୁ। ଅଧିକ ପରିମାଣରେ କାହାକୁ ନେଇ ବଞ୍ଚୁ? ଦେହକୁ ନେଇ। ତାଠାରୁ କିଛି କମ ପରିମାଣରେ ପ୍ରାଣ ଆଉ ମନକୁ ନେଇକିରି ବଞ୍ଚୁ। ମାତ୍ର ଆମର ଅନ୍ତରାତ୍ମା ବା ଚୈତ୍ୟ ସତ୍ତା ସମ୍ପର୍କରେ ଅଜ୍ଞ ଥାଉ। ଯିଏ ଆମର ମୂଳ ବା ବାସ୍ତବ ସତ୍ତା, ଯାହାଙ୍କ ପାଇଁ ଦେହ, ପ୍ରାଣ, ମନ ତିଷ୍ଠି ରହନ୍ତି, ତାଙ୍କ ପ୍ରତି ଆମେ ଉଦାସୀନ। ସେ ହେଉଛନ୍ତି ଦି ରିଏଲିଟି ଅଫ୍ ଆୱାର ଏକ୍ଜିଷ୍ଟେନ୍ସ, ଦି ରିଏଲ ସେଲ୍ଫ। ଦି ରିଏଲିଟି ଅଫ୍ ଆୱାର ଏକ୍ଜିଷ୍ଟେନ୍ସ, ଆମ ବଞ୍ଚି ରହିବାର ଜୀବନ ଧାରଣର ବାସ୍ତବତା, ବାସ୍ତବ ସତ୍ୟ ସିଏ। ଦି ରିଏଲ ସେଲ୍ଫ, ଆମର ବାସ୍ତବ ସେଲ୍ଫ। ଆତ୍ମଜ୍ଞାନ ସମ୍ପର୍କରେ କେବଳ ମଣିଷ ମାନେ ନୁହନ୍ତି, ଦେବତା ମାନେ ମଧ୍ୟ ଅଜ୍ଞ ଥିବା ପୌରାଣିକ ଆଖ୍ୟାୟିକାରୁ ଜାଣିବାକୁ ମିଳେ। ପୌରାଣିକ ଆଖ୍ୟାୟିକା ଅଛି, ଦେବତା ମାନେ ମଧ୍ୟ ଆତ୍ମଜ୍ଞାନରୁ ବଞ୍ଚିତ। ସେଇ ସେଲ୍ଫ ପ୍ରିଜର୍ଭେସନ ଆଉ ସେଲ୍ଫ ପରସେପସନ ପ୍ରସଙ୍ଗରେ ଗୋଟେ ପୌରାଣିକ କାହାଣୀ ରହିଛି, ପ୍ରସଙ୍ଗ ରହିଛି। ପ୍ରସଙ୍ଗଟି ହଉଛି, ଏକଦା ପ୍ରଜାପତି ବ୍ରହ୍ମା ଘୋଷଣା କଲେ, ଆତ୍ମାକୁ ଯେ ପ୍ରାପ୍ତ ହୁଏ ସେ ସବୁ କିଛି ହାସଲ କରେ, ତାର କିଛି ଅପ୍ରାପ୍ତ ରହେ ନାହିଁ। ଆତ୍ମା ହେଉଛନ୍ତି ବ୍ୟାଧି, ବାର୍ଦ୍ଧକ୍ୟ, ମୃତ୍ୟୁର ଊର୍ଦ୍ଧ୍ୱସ୍ଥିତ, କ୍ଷୁଧା ପିପାସା ମୁକ୍ତ, ଶୋକ ସନ୍ତାପହୀନ, ଅବିନାଶୀ ସତ୍ତା। ବ୍ରହ୍ମା ଚିହ୍ନେଇ ଦଉଛନ୍ତି ଦେବତା ମାନଙ୍କୁ ମଧ୍ୟ ଆତ୍ମା କିଏ। ଆତ୍ମ ସମ୍ପର୍କରେ ଦେବତା ମାନେ ଅନଭିଜ୍ଞ। ଆତ୍ମା ହେଉଛନ୍ତି ବ୍ୟାଧି, ବାର୍ଦ୍ଧକ୍ୟ, ମୃତ୍ୟୁର ଊର୍ଦ୍ଧ୍ୱସ୍ଥିତ, କ୍ଷୁଧା ପିପାସା ମୁକ୍ତ, ଶୋକ ସନ୍ତାପହୀନ, ଅବିନାଶୀ ସତ୍ତା। ତାଙ୍କୁ ଯିଏ ପ୍ରାପ୍ତ କରେ, ତାଙ୍କୁ ଯିଏ ଉପଲବ୍ଧି କରେ, ସସାଗରା ଧରିତ୍ରୀକୁ ଆୟତ୍ତ କରିପାରେ। ଯିଏ ତାଙ୍କୁ ଉପଲବ୍ଧି କରିବ, ଏ ଧରିତ୍ରୀକୁ ସେ ତା ଆୟତ୍ତରେ ରଖିପାରିବ। ସମସ୍ତ ଆଧ୍ୟାତ୍ମିକ ଐଶ୍ୱର୍ଯ୍ୟର ଅଧିକାରୀ ହେଇପାରେ। ଯେତେ ଐଶ୍ୱର୍ଯ୍ୟ ଅଛି ତାର ଅଧିକାରୀ ସେ ହେଇପାରିବ। ପିତାମହ ବ୍ରହ୍ମାଙ୍କ ଘୋଷଣାକୁ ଉଭୟ ଦେବତା ଓ ଦୈତ୍ୟ ମାନେ ଶୁଣିଲେ। ଖାଲି ଦେବତା ନୁହନ୍ତି, ତାଙ୍କ ବଡ ଭାଇ ଯିଏ ଅଛନ୍ତି ଦୈତ୍ୟ, ସେମାନେ ବି ଶୁଣିଲେ। ଦେବତାଙ୍କ ପ୍ରତିନିଧି ଭାବେ ଦେବରାଜ ଇନ୍ଦ୍ର ଏବଂ ଦୈତ୍ୟ କୂଳର ପ୍ରତିନିଧି ଭାବେ ହରିଭକ୍ତ ପ୍ରହ୍ଲାଦଙ୍କର ନାତି ବିରୋଚନ ବ୍ରହ୍ମାଙ୍କ ସମୀପରେ ଉପନୀତ ହେଲେ। ଦେବତାଙ୍କ ପ୍ରତିନିଧି ହେଲେ ଇନ୍ଦ୍ର, ଆଉ ଦୈତ୍ୟଙ୍କର ପ୍ରତିନିଧି ହେଲେ ବିରୋଚନ। ସେ ହେଉଛନ୍ତି ପ୍ରହ୍ଲାଦଙ୍କର, ହରିଭକ୍ତ ପ୍ରହ୍ଲାଦଙ୍କର ନାତି। ସେମାନେ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ। ଆତ୍ମଜ୍ଞାନୀ ହେବା ପାଇଁ ଅଭିପ୍ରାୟ ବ୍ୟକ୍ତ କଲେ। ଆମେ ଆତ୍ମଜ୍ଞାନ ସମ୍ପର୍କରେ ଜାଣିବାକୁ ଆସିଛୁ। ବ୍ରହ୍ମା କହିଲେ, ଆତ୍ମାକୁ ପ୍ରାପ୍ତ କରିବା ଏତେ ସହଜ ସାଧ୍ୟ ନୁହେଁ। ଆତ୍ମାକୁ ପ୍ରାପ୍ତ କରିବା ଏତେ ସହଜ ସାଧ୍ୟ ନୁହେଁ। ଏଥିପାଇଁ ବ୍ରହ୍ମଚର୍ଯ୍ୟ ଅବଲମ୍ବନ ପୂର୍ବକ 32 ବର୍ଷ ଧରି କଠୋର ତପସାଧନ କରିବାକୁ ପଡିବ।
वेदपति ब्रह्माଙ୍କ ନିର୍ଦ୍ଦେଶରେ ସ୍ୱର୍ଗାଧିପତି ଇନ୍ଦ୍ର ଏବଂ ଦୈତ୍ୟପତି ବିରୋଚନ କଠୋର ତପ ଆଚରଣ କଲେ, ତପସ୍ୟା ମଗ୍ନ ହେଲେ, ଆତ୍ମା ଆବିଷ୍କାର କରିବେ। 32 ବର୍ଷ ଅତିକ୍ରାନ୍ତ ହୁଅନ୍ତେ ଉଭୟ ପୁନଶ୍ଚ ବ୍ରହ୍ମଲୋକରେ ଉପସ୍ଥିତ ହେଇଗଲେ। ବ୍ରହ୍ମା ଗୋଟିଏ ଗୋଟିଏ ଜଳପୂର୍ଣ୍ଣ ପାତ୍ର ନିକଟରେ ସେମାନଙ୍କୁ ଉପସ୍ଥିତ କରେଇ ପାତ୍ର ମଧ୍ୟକୁ ଏକାଗ୍ରତାର ସହିତ ନିରୀକ୍ଷଣ କରିବା ପାଇଁ ପରାମର୍ଶ ଦେଲେ। ଜଳ ଘଟ ଭିତରକୁ ଚାହଁ, ଦେଖ, ନିଜର ଆତ୍ମାର ପ୍ରତିବିମ୍ବ ସେଇଠି ଆସିବ। ଘଟପୂର୍ଣ୍ଣ ଜଳରେ ଆତ୍ମାଙ୍କ ଦର୍ଶନ ମିଳିବ ବୋଲି ଉଭୟ ବିରୋଚନ ଏବଂ ଇନ୍ଦ୍ର ଆଗ୍ରହର ସହିତ ପର୍ଯ୍ୟବେକ୍ଷଣ କଲେ, ଚାହିଁଲେ ଘଟ ଭିତରକୁ। ଜଳପାତ୍ର ମଧ୍ୟରେ ଉଭୟ କଣ ଦେଖିଥିବେ? ନିଜ ନିଜର ପ୍ରତିବିମ୍ବକୁ ହିଁ ଆବିଷ୍କାର କଲେ। ତାଙ୍କରି ମୁହଁଟି ମାନ ଦେଖାଗଲା, ପାଣି ଧିଅରେ ମୁଖ ଛବି ପ୍ରତିଭାତ ହେଲା, ନିଜର ପ୍ରତିବିମ୍ବକୁ ହିଁ ଆବିଷ୍କାର କଲେ। ସ୍ଥୂଳ ଶରୀରର ପ୍ରତିବିମ୍ବକୁ ଆତ୍ମା ବୋଲି ବିବେଚନା କଲେ ଭୁଲରେ। ଏ ଶରୀର, ସ୍ଥୂଳ ଶରୀରର ଯୋଉ ପ୍ରତିବିମ୍ବ ପ୍ରତିଫଳିତ ହେଲା ତାକୁ ସେମାନେ ଭୁଲରେ ଆତ୍ମା ବୋଲି ଭାବିଲେ। ମହାର୍ଘ ରାଜପୋଷାକ ପରିହିତ ସୌମ୍ୟ ଦର୍ଶନ କଳେବରକୁ ଆତ୍ମା ବୋଲି ବିଶ୍ୱାସ କରି ଆତ୍ମଦର୍ଶନର ଭ୍ରାନ୍ତ ଧାରଣା ନେଇ ସେମାନେ ଫେରିଗଲେ। କଣ ନେଇକି? ଯୋଉ ରାଜପୋଷାକ ପିନ୍ଧୁଛନ୍ତି ଉଭୟ ତ ରାଜା, ସୌମ୍ୟ ଦର୍ଶନ ତାଙ୍କର କଳେବର, ରାଜପୋଷାକ ପରିହିତ, ତାକୁ ଆତ୍ମା ବୋଲି ବିଶ୍ୱାସ କଲେ ଏବଂ ଆତ୍ମାକୁ ଦର୍ଶନ କରିଛନ୍ତି ବୋଲି ଭ୍ରମ ଧାରଣାର ବଶବର୍ତ୍ତୀ ହେଇ ସ୍ୱସ୍ଥାନକୁ ଫେରିଗଲେ। ଦୈତ୍ୟରାଜ ବିରୋଚନ ଦୈତ୍ୟ ସାମ୍ରାଜ୍ୟରେ ଘୋଷଣା କଲେ ଶରୀର ହିଁ ଆତ୍ମା, ଏ ଦେହଟା ହଉଛି ଆତ୍ମା, ସେ ଘୋଷଣା କରିଦେଲେ। ଦୈତ୍ୟରାଜ ବିରୋଚନ ତାଙ୍କ ଦୈତ୍ୟ ରାଜ୍ୟରେ ଶରୀରକୁ ଆତ୍ମା ବୋଲି ଘୋଷଣା କଲେ। ଶରୀରକୁ ସର୍ବସ୍ୱ ମଣୁଥିବା ଦୈତ୍ୟମାନେ ଶରୀର ଚର୍ଚ୍ଚାରେ ବ୍ୟସ୍ତ ରହିଲେ। ଦେହର ଦାବିକୁ ପ୍ରାଧାନ୍ୟ ଦେଇ ବିଳାସ ବ୍ୟସନରେ ବୁଡି ରହିଲେ। ପ୍ରକୃତରେ ଅସୁର ମାନେ, ଦାନବ ମାନେ, ଦୈତ୍ୟ ମାନେ ହଉଛନ୍ତି ଦେହ ସର୍ବସ୍ୱ। ଦେହର ଦାବିକୁ ମାନି ନିଅନ୍ତି ଆଉ ଦେହକୁ ପ୍ରାଧାନ୍ୟ ଦିଅନ୍ତି। ମାତ୍ର ଇନ୍ଦ୍ର ଥିଲେ ଡିଭାଇନ ମାଇଣ୍ଡ ବା ଦିବ୍ୟ ମାନସର ପ୍ରତୀକ। ଇନ୍ଦ୍ରପୁରୀ ପ୍ରତ୍ୟାବର୍ତ୍ତନ ପରେ ସେ କିନ୍ତୁ ନୀରବ ରହିଲେନି, ଚିନ୍ତା କରିବାକୁ ଲାଗିଲେ। ତାଙ୍କ ଦିବ୍ୟ ମାନସରେ ପ୍ରଜ୍ଞାର ଉନ୍ମେଷ ଘଟିଲା। ମଣିଷ ଯେତେବେଳେ ଗଭୀର ଭାବରେ ଚିନ୍ତା କରିବାକୁ ଆରମ୍ଭ କରେ, ପ୍ରଜ୍ଞାର ଉନ୍ମେଷ ଘଟେ, ଦିବ୍ୟ ଜ୍ଞାନ ଉଦ୍ଭାସିତ ହୁଏ। ତେଣୁ ସେ ଯେତେବେଳେ ଗଭୀର ଭାବରେ ଚିନ୍ତା କଲେ, ପ୍ରଜ୍ଞାର ଉନ୍ମେଷ ଘଟିଲା। ନଷ୍ଟଶୀଳ ଶରୀର କିପରି ଅଜର ଅମର ଆତ୍ମାର ସ୍ଥାନ ନେଇପାରେ ବୋଲି ତାଙ୍କ ମନରେ ପ୍ରଶ୍ନବାଚୀଟିଏ ସୃଷ୍ଟି ହେଲା। ଏ ଶରୀର ତ ନାଶଶୀଳ, ଆତ୍ମା ତ ଅଜର ଅମର ଅବିନାଶୀ, ତେଣୁ ତା ସ୍ଥାନ କେମିତି ଶରୀର ନବ? ଯେଉଁ ଶରୀର କ୍ଷତାକ୍ତ ହୁଏ, ରକ୍ତାକ୍ତ ହୁଏ, ସେ କିପରି ଆତ୍ମାର ସ୍ଥାନ ନେଇପାରିବ? ଏଇ ପ୍ରଶ୍ନ ସୃଷ୍ଟି ହେଲା ଇନ୍ଦ୍ରଙ୍କ ମନରେ। ତେଣୁ ସେ ସନ୍ତୁଷ୍ଟ ହେଇପାରିଲେନି। ଏଇ ଅସମାହିତ ପ୍ରଶ୍ନବାଚୀର ଉତ୍ତର ଖୋଜି ସେ ପୁନର୍ବାର ବ୍ରହ୍ମଲୋକରେ ଉପନୀତ ହେଲେ। ଏଇ ଯୋଉ ପ୍ରଶ୍ନକୁ ସେ ସମାଧାନ କରିପାରିଲେନି, ତାର ଉତ୍ତର ଖୋଜି ଖୋଜି ସେ ଆସି ପୁଣି ସେଇଠି ପହଞ୍ଚିଲେ ବ୍ରହ୍ମାଙ୍କ ପାଖରେ। ସୃଷ୍ଟିକର୍ତ୍ତାଙ୍କ ପାଖରେ ଆପଣାର ଶଙ୍କା ସନ୍ଦେହ ପ୍ରକାଶ କଲେ। ବ୍ରହ୍ମା ତାଙ୍କୁ ପୁନର୍ବାର 32 ବର୍ଷ ତପସ୍ୟା କରିବା ପାଇଁ ପରାମର୍ଶ ଦେଲେ। ତଥାପି ସମସ୍ୟାର ସମାଧାନ ହେଲା ନାହିଁ। ବାରମ୍ବାର ବ୍ରହ୍ମାଙ୍କ ନିର୍ଦ୍ଦେଶରେ ତାଙ୍କୁ ଶତାଧିକ ବର୍ଷ ତପସ୍ୟା କରିବାକୁ ପଡ଼ିଲା। ଏଇଭଳି କଠୋର ସାଧନା ପରେ ସେ ଆତ୍ମାଙ୍କ ଦର୍ଶନ ପ୍ରାପ୍ତ କଲେ ଏବଂ ତାଙ୍କ ସ୍ୱରୂପ ନିର୍ଣ୍ଣୟରେ ସମର୍ଥ ହେଲେ। କିଏ? ଇନ୍ଦ୍ର ସମର୍ଥ ହେଲେ, ତାଙ୍କର ଆତ୍ମ ଉପଲବ୍ଧି ହେଇଗଲା। ଇନ୍ଦ୍ରଙ୍କର ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲା ଏବଂ ଏକ ଦିବ୍ୟ ମାନସକୁ ଯଦି ବ୍ରହ୍ମଜ୍ଞାନ ପ୍ରାପ୍ତ ପାଇଁ ଏତେ ଦୀର୍ଘ ସମୟ ଲାଗିଲା, ଆମ ମାନଙ୍କ ଅବସ୍ଥା କଣ? ସେ ହଉଛନ୍ତି ଡିଭାଇନ ମାଇଣ୍ଡ। କିଏ? ଇନ୍ଦ୍ର। ଦିବ୍ୟ ମାନସ
ଆଉ ଯଦି ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ଏକ ଦିବ୍ୟ ମାନସକୁ ଏତେ ଦୀର୍ଘ ସମୟ ଲାଗିଲା ଆତ୍ମାର ଦର୍ଶନ କରିବା ପାଇଁ, ଆମେ ସାଧାରଣ ମାନସ ଚେତନଧାରୀ ମନୁଷ୍ୟ ମାନେ କେତେ ଦୂର ସମର୍ଥ ଏ ଦୁରୂହ ସାଧନା ପାଇଁ ତା ସହଜରେ ଅନୁମୟ। ଜଡ଼ ଶରୀରକୁ ଆତ୍ମା ବୋଲି ଭ୍ରମରେ ପଡ଼ିଥିବା ଦୈତ୍ୟ ସମ୍ରାଟ ବିରୋଚନ ଶରୀର ତଥା ପ୍ରାଣର ପରିତୃପ୍ତି ପାଇଁ ତତ୍ପର ହେଉଥିଲେ। ସେ ହୋଇ ଉଠିଲେ ଜଡ଼ବାଦୀ। ଜଡ଼ ଶରୀର ଓ ପ୍ରାଣର ସନ୍ତୋଷ ପାଇଁ, ସେମାନଙ୍କୁ ତୃପ୍ତ କରିବା ପାଇଁ ସେ ବ୍ୟସ୍ତ ରହିଲେ ଏବଂ ସେ ହେଲେ ଜଡ଼ବାଦୀ। ତାଙ୍କରି ପ୍ରେରଣାରେ, ବିରୋଚନଙ୍କ ପ୍ରେରଣାରେ ସମଗ୍ର ଦୈତ୍ୟକୂଳ ଦେହ ସର୍ବସ୍ୱ ପ୍ରାଣ ସର୍ବସ୍ୱ ହୋଇ ଜଡ଼ବାଦୀ ଭୋଗବାଦୀ ଦର୍ଶନକୁ ଆପଣେଇ ନେଲେ, ଏବେ ବି ନେଇଛନ୍ତି। ସେମାନେ ହେଲେ ଦେହ ସର୍ବସ୍ୱ, ପ୍ରାଣ ସର୍ବସ୍ୱ ଏବଂ ଜଡ଼ବାଦୀ ଦର୍ଶନ ହେଉଛି ଦୈତ୍ୟ ଦର୍ଶନ। ବୈରୋଚନଙ୍କ ଦ୍ୱାରା ପ୍ରସାରିତ ଏହି ତତ୍ତ୍ୱ ଦର୍ଶନକୁ ବିରୋଚନବାଦ ବୋଲି କୁହାଯାଏ। ଆକୁ ଆମ ଶାସ୍ତ୍ରରେ କୁହାଯାଏ ବିରୋଚନବାଦ। ବିରୋଚନ ଯୋଉ ତତ୍ତ୍ୱ ଦର୍ଶନ ପ୍ରସାରିତ କଲେ, ଜଡ଼ବାଦୀ ଦର୍ଶନ, ଭୋଗବାଦୀ ଦର୍ଶନ, ତାକୁ କୁହାଯାଏ ବିରୋଚନବାଦ। ଏହି ଜଡ଼ବାଦୀ ସତ୍ୟଟି ହେଉଛି ଅନ୍ନ ବ୍ରହ୍ମେତି ଇତି। ଅନ୍ନ ଅର୍ଥାତ୍ ଶରୀର ହିଁ ବ୍ରହ୍ମ। ଜଡ଼ବାଦୀ ତତ୍ତ୍ୱ ଏଇଟା ଅସୁର ମାନେ ଯୋଉଟାକୁ ଗ୍ରହଣ କରୁଛନ୍ତି, ଅନ୍ନ ବ୍ରହ୍ମେତି ଇତି ବୋଲି ମାନେ ଗ୍ରହଣ କରୁଛନ୍ତି। ଅନ୍ନ ମାନେ ଶରୀର, ଅନ୍ନ ବ୍ରହ୍ମେତି ଇତି, ଅନ୍ନ ଅର୍ଥାତ୍ ଶରୀର ହିଁ ବ୍ରହ୍ମ। ଜଡ଼ବାଦୀ ମାନେ ଉପଭୋଗବାଦୀ, ଶରୀର ଓ ପ୍ରାଣର ତୁଷ୍ଟି ପାଇଁ ସମସ୍ତ ସମୟ ବିନର୍ବ କରନ୍ତି। ଆମେ ମଣିଷ ମାନେ ଯଦି ସେଇଆ କରୁଥାଉ, ଆମେ ସେଇ ଜଡ଼ବାଦୀ। ଆମ ପାଇଁ ଅନ୍ନ ବ୍ରହ୍ମେତି ଇତି। ଆମେ ମଣିଷ ମାନେ ସେଇ ବୈରୋଚନବାଦକୁ ଗ୍ରହଣ କରିଛୁ ଏବଂ ଶରୀର ଓ ପ୍ରାଣର ତୁଷ୍ଟି ପାଇଁ ଆମ ସମସ୍ତ ସମୟକୁ ବିନର୍ବ କରୁଛୁ। ଏମାନଙ୍କୁ କୁହାଯାଏ, ଯୋଉମାନେ ଜଡ଼ବାଦୀ, ଅନ୍ନ ବ୍ରହ୍ମେତି ଇତି, ଯୋଉମାନେ ଏଇ ଦର୍ଶନରେ ବିଶ୍ୱାସ କରନ୍ତି, ଏମାନଙ୍କୁ କଣ କୁହାଯାଏ? ଏମାନଙ୍କୁ କୁହାଯାଏ ଫିଜିକାଲ ବାରବାରିଆ। ଫିଜିକାଲ ବାରବାରିଆ, ଇକୋନୋମିକ ବାରବାରିଆ, ଅର୍ଥାତ୍ ଶରୀର ଓ ଅର୍ଥ ସର୍ବସ୍ୱ ବର୍ବର। ଶରୀର ସର୍ବସ୍ୱ ବର୍ବର, ଅର୍ଥ ସର୍ବସ୍ୱ ବର୍ବର। ଶ୍ରୀ ଅରବିନ୍ଦଙ୍କ ବାଣୀରେ ଭିଟାଲିଷ୍ଟିକ ଇକୋନୋମିକ ବାରବାରିଆ ଅର୍ଥାତ୍ ପ୍ରାଣ ପ୍ରଧାନ, ଅର୍ଥ ସର୍ବସ୍ୱ ବର୍ବର। ଭୌତିକ ସଫଳତା ଏମାନଙ୍କର ଲକ୍ଷ୍ୟ, କାମନା ପ୍ରାପ୍ତି ଓ ବାସନା ତୃପ୍ତି ମଧ୍ୟ ଏମାନଙ୍କର ଲକ୍ଷ୍ୟ। ପ୍ରପର୍ଟି କଣ ଖୋଜନ୍ତି ଏମାନେ? ଏଇ ଯୋଉ ଭିଟାଲିଷ୍ଟିକ ଇକୋନୋମିକ ବାରବାରିଆଙ୍କ ସମ୍ପର୍କରେ ଶ୍ରୀ ଅରବିନ୍ଦ କହୁଛନ୍ତି, ଏମାନେ କଣ ଖୋଜନ୍ତି ଜୀବନରେ? ଆମେ ନିଜେ ତର୍ଜମା କରି ଆମେ ଖୋଜୁଛୁ କି ନାହିଁ? ପ୍ରପର୍ଟି, ପ୍ରସ୍ପରିଟି, ପପୁଲାରିଟି, ପବ୍ଲିସିଟି, ପୋଜିସନ, ପ୍ରମୋସନ, ପ୍ରଡକ୍ସନ, ସବୁ ପି ଅକ୍ଷରରେ ଅଛି। ପ୍ରପର୍ଟି, ପ୍ରସ୍ପରିଟି, ପପୁଲାରିଟି, ପବ୍ଲିସିଟି, ପୋଜିସନ, ପ୍ରମୋସନ, ପ୍ରଡକ୍ସନ। ଆଉ ଏମାନଙ୍କର ଲକ୍ଷ୍ୟ ହେଇଥାଏ ପ୍ଲେଜର ଆଣ୍ଡ ପାୱାର। ଏହା ହେଉଛି ଏମାନଙ୍କର ଉପଭୋଗର ସାମଗ୍ରୀ। ତେଣୁ ଏଠି ଆତ୍ମାର ସନ୍ଧାନ ସମ୍ଭବ ନୁହେଁ। ଆତ୍ମାର ସନ୍ଧାନ ଓ ସାନ୍ନିଧ୍ୟ ପାଇଥିବା ବ୍ୟକ୍ତି ହିଁ ଆଧ୍ୟାତ୍ମିକ ଜୀବନ ମଧ୍ୟକୁ ପ୍ରବେଶ କରିଥାଏ। ଆଧ୍ୟାତ୍ମିକ ଜୀବନ କୌଣସି ଧାର୍ମିକ ବା ନୈତିକ ଜୀବନକୁ ବୁଝାଏ ନାହିଁ। ଧର୍ମ ଏବଂ ଆଧ୍ୟାତ୍ମିକତାକୁ ନେଇ ଆମେ ସର୍ବଦା ଦ୍ୱନ୍ଦ୍ୱରେ ପଡୁ। କେବଳ ଏତିକି ଜାଣିବା, ଧାର୍ମିକତା ଏକ ଚିରାଚରିତ ପାରମ୍ପରିକ ସୀମିତତା। ଏଟା ଗୋଟେ ସୀମିତ ବଳୟ। କିଛି ନୀତି ନିୟମ ଶୃଙ୍ଖଳରେ ବ୍ୟକ୍ତିକୁ ଇଏ ବାନ୍ଧି ରଖେ, ଅଗ୍ରଗତିର ସୁଯୋଗ ଦିଏ ନାହିଁ। ମାତ୍ର ଆଧ୍ୟାତ୍ମିକତା ଏକ ନିରନ୍ତର ପ୍ରଗତିର ବାର୍ତ୍ତା, ଯାହା ଚେତନାର ଦିଗ୍ବଳୟକୁ ନବୀନ ସୂର୍ଯ୍ୟାଲୋକରେ ଉଦ୍ଭାସିତ କରୁଥାଏ, ପ୍ରତିଟି ମୁହୂର୍ତ୍ତରେ ପ୍ରସାରିତ କରି ଆଣୁଥାଏ, ପ୍ରତିଟି ମୁହୂର୍ତ୍ତରେ। ଆଜି ପ୍ରସଙ୍ଗଟି ଏଇଠି
असंपूर्ण भाव रे प्रभु चरण रे समर्पण करुछि। परवर्ती पर्याय यार बाकी अंश आम आलोचना करवा, कारण ये विशाल ज्ञान भंडार रु आपको संग्रह कर उपस्थापन करवा मो भली मानुषी चेतना पक्षरे संपूर्ण असंभव, त्रुटि विच्युति थाई पारे। तेणु प्रभु मते क्षमा करिवे, माँ मते क्षमा करिवे। समस्त को धन्यवाद। वंदे मातरम। मो पंडिचेरी माँ ममता मधुरे भरा, आकाश माटी सागर सारा महा उल्लासे रही जार पुरी। एई मो प्रिय मार कोल एई मो पंडिचेरी, छुईली जेबे देहटी तार नुआई छोट मथाटी मोर। जुग जुगर वेदना भार आखि पलके होइला दूर, दर्शनर व्याकुल व्यथा गलाता पादे झरी। मरत भूमि सरगपुर एई मो पंडिचेरी, मरत भूमि सरगपुर एई मो पंडिचेरी। सबुठी जहीं रहिछि लेखा रूपांतरर गोपन गाथा, सबुठी जहीं रहिछि लेखा रूपांतरर गोपन गाथा। मनीष दिने हेब देवता सरग नेब मरत व्यथा, माटी पवने नीरवताने उठे गान लहरी। सबुरी आत्मा मोहनपुर एई मो पंडिचेरी, सबुरी आत्मा मोहनपुर एई मो पंडिचेरी। विश्वर माता जगत पिता रचिले जहीं पार्थिव लीला, मनीष रूपे करिले खेला आनिले देव मुहूर्त बेला। निरते तांको करुणा धारा पड़ुची जहीं सरी झरी, निरते तांको करुणा धारा पड़ुची जहीं झरी। सारा विश्वर भरसा स्थल एई मो पंडिचेरी, सारा विश्वर भरसा स्थल एई मो पंडिचेरी। सागर जार लहरी तोली विश्व ऐक्य संगीत बोली, सागर जार लहरी तोली विश्व ऐक्य संगीत बोली। जगत जने डाकुची खाली दिव्य प्रेम देवाकू ढाली, आत्मा आउ परमात्मा रे देव मिलन करी। सारा विश्वर आश्रयपुर एई मो पंडिचेरी, सारा विश्वर आश्रयपुर एई मो पंडिचेरी। हृदय भरा कृतज्ञतारे, हृदय भरा कृतज्ञतारे सहस्र बार प्रणमे तारे। मन प्राणे मो पुलक भरे अभिप्सा जागे चेतना पुरे। केवल माँ कोलर शिशु हेबाकू चाहे खाली, केवल माँ कोलर शिशु हेबाकू चाहे खाली। महामायार महान कोल एई मो पंडिचेरी, महामायार महान कोल एई मो पंडिचेरी। वंदे मातरम।